ଖଣ୍ଡିଆବନ୍ଧ ସ୍ଥିତ ଦେବୀଘାଟ ନିକଟବର୍ତ୍ତୀ ଫକୀରମୋହନ ବିଦ୍ୟା ମନ୍ଦିର ପରିସରରେ ବାଗ୍ଦେବୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ସହ ମାତୃପିତୃ ପୂଜନ ମହାସମାରୋହରେ ପାଳିତ ହୋଇଯାଇଛି। ବାଗ୍ଦେବୀ ମା ସରସ୍ୱତୀଙ୍କୁ ବିଭିନ୍ନ ଫୁଲମାଳ ସହ ରଙ୍ଗୀନ କାଗଜ ଓ ଚକମକ ସୋଲରେ ପିଲାମାନେ ସୁସଜ୍ଜିତ କରିଥିଲେ। ରଙ୍ଗୀନ ଆଲୋକମାଳାରେ ଝଲମଲ ହେଉଥିଲା ମାଙ୍କ ପୂଜାର୍ଚ୍ଚନା ପୀଠ ପରିସର। ଶାସ୍ତ୍ର ନୀତି ରୀତିରେ ଶ୍ରୋତୀୟ ବ୍ରାହ୍ମଣଙ୍କ ଧୂପ ଦୀପ ସହ ମନ୍ତ୍ର ଉଚ୍ଚାରଣରେ ବିଦ୍ୟା ମନ୍ଦିର ପ୍ରକମ୍ପିତ ହୋଇଥିଲା। ଘଣ୍ଟ ଘଣ୍ଟା ସହ ଶଙ୍ଖ ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟା ମନ୍ଦିର ପରିଚାଳନା ନିର୍ଦ୍ଦେଶକ ତଥା ତାରା ଟ୍ରଷ୍ଟର ଅଧ୍ୟକ୍ଷ ଅଭୟ କୁମାର ରାଉତ ଓ ସମ୍ପାଦିକା ରେବତୀ ରାଉତ ପୂଜାର୍ଚ୍ଚନାରେ କର୍ତ୍ତାକର୍ତ୍ତୀ ଭାବେ ବସି କାର୍ଯ୍ୟ ସମ୍ପାଦନ କରିଥିଲେ। କୁନି କୁନି ପିଲାମାନେ ନୂତନ ବସ୍ତ୍ର ପରିଧାନ ସହ ସୁଧପୁତ ଭାବେ ଭୋଗରେ କଦଳୀ, ସେଉ, ଅଙ୍ଗୁର, କାକୁଡ଼ି, ନଡ଼ିଆ, କମଳା, ଖଇ, କୋରା ଆଦି ଆଣି ମା ସରସ୍ୱତୀଙ୍କ ସମ୍ମୁଖରେ ରଖିଥିଲେ। ଶେଷରେ ମାଙ୍କ ସମ୍ମୁଖରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ମାତୃପିତୃ ପୂଜନ କରି ପିଲାମାନେ ଭାବ ବିଭୋଳ ହୋଇ ପଡ଼ିଥିଲେ। ମାଙ୍କ ପାଖରେ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଭଲ ପାଠ ପଢ଼ି ଦେଶର ନାମ ରଖିବା ପାଇଁ ବିଦ୍ୟା ମନ୍ଦିରର ପରିଚାଳନା ନିର୍ଦ୍ଦେଶକ ଅଭୟ କୁମାର ରାଉତ ପରାମର୍ଶ ଦେଇଥିଲେ। ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟା ତପସ୍ୱିନୀ ସେନାପତି, ଜ୍ଞାନ ମନ୍ଦିରର ଅଧ୍ୟକ୍ଷ ବନଲତା ମିଶ୍ର ଉପସ୍ଥିତ ରହି ପିଲାମାନଙ୍କ ପାଠରେ ନିଷ୍ଠା ଓ ସ୍ନେହ ଶ୍ରଦ୍ଧା ସହ ଭଲ ମଣିଷ ପାଇଁ କହିଥିଲେ। ବିଦ୍ୟା ମନ୍ଦିରର ଗୁରୁମା ମମତା ମାମି ପ୍ରଧାନ, ଜ୍ୟୋତ୍ସ୍ନା ରଣସିଂ, ଶୁଭଲକ୍ଷ୍ମୀ ନାୟକ, ଅମ୍ବିକା ବେହେରା, ଅନିଲିତା ସଗଡ଼ିଆ, ସୁଜାତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ପିଲାମାନଙ୍କ ସମେତ ଅଭିଭାବକ, ଅଭିଭାବିକା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରସାଦ ସେବନ କରିଥିଲେ। ଆଜି ଏଠାରେ ଆମର ଫେବୃଆରୀ 14 ତାରିଖ ପିତୃମାତୃ ଦିବସ ପାଳନ ହୋଇଥିଲା। ତା ସହିତ ମା ସରସ୍ୱତୀଙ୍କର ମଧ୍ୟ ଆଜି ପୂଜା। ସମସ୍ତେ ଏକାଠି ହେଇଥିଲେ। ଆପଣ ଦେଖିଥିବେ ଆମ ପିଲାମାନେ କିପରି ତାଙ୍କର ବାପା ମାଙ୍କୁ ସ୍ନେହ ଶ୍ରଦ୍ଧାର ସହିତ ପୂଜା କରିଥିଲେ। ଏବଂ ତାପରେ ଆଉ ଗୋଟେ ହେଲା ଆମ ସ୍କୁଲର ଗୋଟେ ବିଶେଷତ୍ୱ ହେଲା ଆମ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଆଉ ସମ୍ପାଦିକା ସମସ୍ତେ ହେଲେ ମହିଳା। এইটা ଆମ ସ୍କୁଲରେ ଆମେ ଗୋଟେ ପ୍ରୟାସ କରୁଛୁ। ସମସ୍ତ ମହିଳା ମାନଙ୍କୁ ନେଇକି ଆମେ 11 ଜଣ ଅଛୁ। ଭିତରେ ଆମର ସମ୍ପାଦିକା ରେବତୀ ମ୍ୟାଡାମ ତାଙ୍କ ତତ୍ତ୍ୱାବଧାନରେ ଆଉ ଆମ ସବୁ ସ୍କୁଲ ଆଗେଇ ଚାଲିଛି। ସଂସ୍କାର ବିଷୟରେ କିପରି ବାପା ମାଙ୍କୁ କିପରି ଭକ୍ତି କରିବା, ସମ୍ମାନ ଦେବା। ଆଜିକାଲି ସମାଜରେ ପିଲାମାନେ ବାପା ମାଙ୍କୁ ବହୁତ ଅସମ୍ମାନିତ କରୁଛନ୍ତି। ଆଉ ଆଶ୍ରମରେ ବୃଦ୍ଧାଶ୍ରମରେ ବି ଛାଡ଼ି ପାରୁଛନ୍ତି। ସେ ବିଷୟରେ କିଛି ଆମ ବିଦ୍ୟାଳୟରେ ପିଲାମାନଙ୍କୁ ଏବଂ ଗାର୍ଡିଆନ ମାନଙ୍କୁ ବି ଅଭିଭାବକ ମାନଙ୍କୁ କିଛି ସଂସ୍କାର ବା ଶିକ୍ଷା ନେଇକିରି ସୁଶିକ୍ଷା ନେଇକିରି ଆମ ବିଦ୍ୟାଳୟରେ ସେଇଟା ଆରମ୍ଭ କରାଯାଇଥିଲା। ମାତୃପୁତ୍ର ପୂଜନ ଦିବସ ଯେଉଁ ଆମର ହେଲା, ପିଲାମାନେ ଆଜିକାଲି କ'ଣ କରୁଛନ୍ତି ନା ମା ବାପା ତାଙ୍କ ପାଇଁ ବହୁତ କଷ୍ଟ କରି ତାଙ୍କୁ ମଣିଷ କରୁଛନ୍ତି। କିନ୍ତୁ ଯେତେବେଳେ ପିଲାମାନେ ଚାକିରି ବାକିରି କରି ତାଙ୍କ ନିଜ ଗୋଡ଼ରେ ଠିଆ ହେଉଛନ୍ତି, ସେମାନେ ସେତେବେଳେ ପିତାମାତାଙ୍କର ସେବା କରିବା ପାଇଁ ଆଉ ଭଲ ପାଉନାହାନ୍ତି। ତାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି, ନହେଲେ କାହାକୁ ଗୋଟେ ଆଣିକି ଘରେ ରଖୁଛନ୍ତି ଯିଏକି ତମେ ଆମ ପିତାମାତାଙ୍କର ସେବା କର। ସେମାନେ ଏଇ ଯେଉଁ କାମଟି କରୁଛନ୍ତି ତାଙ୍କୁ ଶିକ୍ଷା ଦେବା ପାଇଁ ଆମର ଏଇ ପିତୃ ପୂଜନ ଦିବସଟି ଆଜି ହେଇଥିଲା। ପିଲାମାନଙ୍କୁ ଭଲ ଶିକ୍ଷା ଦିଆଗଲା। ତମେମାନେ ଏବେ ଶିଖ ଯେ ଯେମିତି ବାପା ମା ତମ ପାଇଁ କଷ୍ଟ କରନ୍ତି, ତମେ ବଡ଼ ହେଲେ ସେମାନଙ୍କୁ କ'ଣ କରିବ ନା ଲାଲନ ପାଳନ ତାଙ୍କର ଯେମିତି ଏବେ ଯେମିତି ତମେ ଛୋଟ ବୟସରେ ତମର ପିତାମାତା ଯେମିତି ସେବା କରୁଛନ୍ତି, ତମେମାନେ ସେମିତି ପିତାମାତାଙ୍କର ସେବା କରିବ। କୁଣ୍ଡେନ୍ଦୁ ତୁଷାର ହାର ଧବଳା, ଯା ଶୁଭ୍ର ବସ୍ତ୍ରାବୃତା, ଯା ବୀଣା ବରଦଣ୍ଡ ମଣ୍ଡିତ କରା, ଯା ଶ୍ଵେତ ପଦ୍ମାସନା। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।